ଆଉଥରେ ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟୋଷଣକୁ ଆଗକୁ ପଢିବା। ଆଷ୍ଟୋଷଣ କ୍ରମରେ ଆଜି ଆମେ ପଢିବା ଗ୍ରହମାନଙ୍କର ଧାତୁ ସ୍ଥାନ ଆଉ ରସ। ଏଥିରେ ମାତ୍ର 4ଟା ଶ୍ଲୋକ ରହିବ। ଆମେ ପଢୁଥିଲେ ବୃହତ୍ପୁରା ସରୋବର ଶାସ୍ତ୍ର, ବୃହତ୍ପୁରା ସରୋବର ଶାସ୍ତ୍ର ପଢୁଥିଲେ। ଆଉ ସେଇ କ୍ରମରେ ଆଜି ଆମେ ଶ୍ଲୋକ 32 ରୁ 35 ଯାଏଁ ପଢିବା। ଏବଂ ଏଇ ଗୁଡା ଭେରି ଭେରି ଇମ୍ପୋର୍ଟାଣ୍ଟ ରିମେଡି ପାର୍ଟିସିପେଣ୍ଟ। ଯଦି ଏଇ ଛୋଟ ଛୋଟ ଜିନିଷକୁ କି କ୍ରାକ୍ କରିଗଲା ତାହେଲେ ବହୁତ ବଡ ବଡ ଜିନିଷ କ୍ରାକ୍ ହେଇଯିବ ଆଉ ବହୁତ ଭଲ ରେଜଲ୍ଟ ବି ଦବ। ତ ଆଜି ଆମେ ପଢିବା ଗ୍ରହ ମାନଙ୍କର ଧାତୁ। ଆପଣ ମାନେ ସର୍ବପ୍ରଥମ ମନେ ରଖନ୍ତୁ ସୂର୍ଯ୍ୟ ନାଇଁ ସେ ଗ୍ରହ ମାନଙ୍କର ବଡି ପାର୍ଟ କଣ କଣ ଗ୍ରହ ମାନଙ୍କର ଦେଖେଇବ। ଆମେ ପଢିବା ଗ୍ରହ ମାନଙ୍କର ମାନେ କୋଉ କୋଉ ଜିନିଷ ବଡି ପାର୍ଟ ର କୋଉ କୋଉ ଗ୍ରହକୁ ରୁଲ କରନ୍ତି। ଯେତିକ ହାଡ ରିଲେଟେଡ ଜିନିଷ ଅଛି, ଅସ୍ଥି ରିଲେଟେଡ ଜିନିଷ, ସେତିକ ସବୁକୁ ସୂର୍ଯ୍ୟ ରୁଲ କରନ୍ତି। ଯଦି ସୂର୍ଯ୍ୟ ଇନଫ୍ଲିକ୍ଟ ହେଇଗଲେ ତାହେଲେ ହାଡ ରିଲେଟେଡ ପ୍ରୋବ୍ଲେମ ହବ। ଯେତିକ ବ୍ଲଡ ରିଲେଟେଡ ପ୍ରୋବ୍ଲେମ ଅଛି, ମନ ରିଲେଟେଡ ପ୍ରୋବ୍ଲେମ ଅଛି, ଯଦି ଚନ୍ଦ୍ର ଇନଫ୍ଲିକ୍ଟ ହେଇଗଲେ ତାହେଲେ ବ୍ଲଡ ଆଉ ମନ ରିଲେଟେଡ ପ୍ରୋବ୍ଲେମ ହବ। ଯେତିକ ମଜ୍ଜା ରିଲେଟେଡ ପ୍ରୋବ୍ଲେମ ଅଛି, ମଜ୍ଜା ମାନେ କଣ କହିବି ତାକୁ, ଉଁ, ମଜ୍ଜା କଣ କହନ୍ତି ଇଂଲିଶରେ ତାକୁ, ମାନେ ଜଏଣ୍ଟ ଥାଏ ନା ଯୋଉଟା ଯୋଉ ମଣିଷର ବଡିକୁ ଯୋଉଟାକୁ ଧରିକି ରଖେ, କଣ ତାକୁ ଭାଇ ବୋନ ମ୍ୟାରୋ ଟର୍ମ ଜଣା ନାହିଁ, ଆପଣ ମାନେ ବୋନ ମ୍ୟାରୋ ଟାଇପ ର। ବୋନ ମ୍ୟାରୋ। ନାଇଁ ବୋନ ମ୍ୟାରୋ ତ ହବନି ବଟ ଜॉइंଟ ଟାଇପ ର ଭାଇ ଗୋଟେ। ଏତେ 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 ବାୟୋଲୋଜି ନଥିଲା ପାଇଁ ଜଣା ନାହିଁ ଏତେ କଣ ମଜ୍ଜା ମାନେ କଣ। ଯାହାବି ହୁଁ ମଜ୍ଜା ମାନେ ହଉଛି ମାନେ ଯୋଉଗୁଡାକ ନା ହାଡ ଭିତରେ ଥାଏ, ହାଡର ଲିଗାମେଣ୍ଟ ଟାଇପ ର ଜିନିଷଟା, ସେଇ ରିଲେଟେଡ ପ୍ରୋବ୍ଲେମ ହବ ଯଦି ମଙ୍ଗଳ ଇନଫ୍ଲିକ୍ଟ ହେଇଗଲା। ହଁ, ଆହୁରି ମଧ୍ୟ ମଙ୍ଗଳ ଇନଫ୍ଲିକ୍ଟ ହେଲେ ମଧ୍ୟ ସେ ବ୍ଲଡ ରିଲେଟେଡ ପ୍ରୋବ୍ଲେମ ଦବ। ହୁଁ ଯଦି ବୁଧକୁ ପ୍ରୋବ୍ଲେମ ହେଲା ତାହେଲେ ସିଏ ତ୍ୱଚା ବା ସ୍କିନ୍ ରିଲେଟେଡ ପ୍ରୋବ୍ଲେମ ଦବ। ଯଦି ବୃହସ୍ପତିକୁ ପ୍ରୋବ୍ଲେମ ହେଲା, ବୃହସ୍ପତି ରିପ୍ରେଜେଣ୍ଟ ଚର୍ବି, ଠିକ ଅଛି ନା, ହେଲେ ଚର୍ବି ରିଲେଟେଡ ପ୍ରୋବ୍ଲେମ ହବ ତାକୁ। ଯଦି ଶୁକ୍ରକୁ ପ୍ରୋବ୍ଲେମ ହେଲା, ଶୁକ୍ର ଇନଫ୍ଲିକ୍ଟ ହେଇଗଲା ତାହେଲେ କଣ ହବ ନା ତାକୁ ବିରିୟ ରିଲେଟେଡ ପ୍ରୋବ୍ଲେମ ହବ, ମାନେ ପ୍ରଡକ୍ଟିଭିଟି ରିଲେଟେଡ ପ୍ରୋବ୍ଲେମ, ଠିକ ଅଛି। ଆଉ ଯଦି ଶନି ଇନଫ୍ଲେକ୍ଟ ହେଇଗଲା, ଶନି କଣ ରିପ୍ରେଜେଣ୍ଟ କରେ ନା ଆ, କଣ ସେଟା କହିବି, ନ୍ୟୁରୋନ କୁ ଓଡିଆରେ କଣ କହନ୍ତି, ନ୍ୟୁରୋ ହଁ ନ୍ୟୁରୋ କହିଲେ ଯୋଉଟା ସ୍ନାୟୁ। ସ୍ନାୟୁ, ସ୍ନାୟୁ। ତ ଆପଣ ମାନେ ମନେ ରଖନ୍ତୁ ସୂର୍ଯ୍ୟ ରିପ୍ରେଜେଣ୍ଟ ହାଡ, ଚନ୍ଦ୍ର ରିପ୍ରେଜେଣ୍ଟ ମନକୁ ଆଉ ବ୍ଲଡ, ମଙ୍ଗଳ ରିପ୍ରେଜେଣ୍ଟ ମଜ୍ଜା ଆଉ ବ୍ଲଡ, ବୁଧ ରିପ୍ରେଜେଣ୍ଟ ମାନେ ସ୍କିନ୍, ବୃହସ୍ପତି ରିପ୍ରେଜେଣ୍ଟ ଚର୍ବି, ଶୁକ୍ର ରିପ୍ରେଜେଣ୍ଟ ବୀର୍ୟ and Shani represents ସ୍ନାୟୁ। ରାହୁ ଆଣ୍ଡ କେତୁ, ରାହୁ ଶନି ଭଳିଆ ରିପ୍ରେଜେଣ୍ଟ କରିବେ, କେତୁ ବି କେତୁ ମଙ୍ଗଳ ଭଳିଆ ରିପ୍ରେଜେଣ୍ଟ କରିବେ। ଏବେ ଆମେ ଜାଣିବା ଦେବତା ମାନଙ୍କର ଗ୍ରହ ମାନଙ୍କର ସ୍ଥାନ, କୋଉ ଗ୍ରହ କୋଉଠି ରହନ୍ତି। ତ ସୂର୍ଯ୍ୟ ରିପ୍ରେଜେଣ୍ଟ ଟେମ୍ପୁଲ, ଯେତିକ ଦେବାଳୟ ସମସ୍ତଙ୍କୁ ସୂର୍ଯ୍ୟ ରିପ୍ରେଜେଣ୍ଟ କରନ୍ତି। ତେଣୁ ଯଦି ଆମେ ଦେବାଳୟ ଦର୍ଶନ କରିବାକୁ ଯାଉ ବାଇ ଡିଫଲ୍ଟ ଆମର ସୂର୍ଯ୍ୟ ଷ୍ଟ୍ରଙ୍ଗ ହେଇଯାଏ, ସୂର୍ଯ୍ୟର କାରକ ତତ୍ତ୍ୱ ଷ୍ଟ୍ରଙ୍ଗ ହେଇଯାଏ। ଏବଂ ଯେତିକ ସବୁ ୱାଟର ବଡିଜ ଅଛି, ୱାଟର ରିଲେଟେଡ ଜିନିଷ, ସେଗୁଡା ସବୁ ଚନ୍ଦ୍ର ରିପ୍ରେଜେଣ୍ଟ କରେ। ଯେତିକ ଫାୟାର ରିଲେଟେଡ ଜିନିଷ ଅଛି ସେତିକ ସବୁତିକ ମଙ୍ଗଳ ରିପ୍ରେଜେଣ୍ଟ କରନ୍ତି। ଯେତିକ କ୍ରୀଡା କୌତୁକ ସ୍ଥାନ ଅଛି, ପ୍ଲେଗ୍ରାଉଣ୍ଡ, ମୁଭି ସିନେମା ଥିଏଟର, ସେଗୁଡା ସବୁ ବୁଧ ରିପ୍ରେଜେଣ୍ଟ କରନ୍ତି। ଯେତିକ ଅ, କୋଷାଗାର ଇଂଲିଶ କଣ ହବ ଭାଇ, କୋଷାଗାର ମାନେ ଯେମିତି ବ୍ୟାଙ୍କ ହେଲା, ଆରବିଆଇ ହେଲା, ସେଗୁଡା ସବୁ ଯୋଉଠି ପଇସା ଡିପୋଜିଟ ହୁଏ ସେଟାକୁ ବୃହସ୍ପତି ରିପ୍ରେଜେଣ୍ଟ କରନ୍ତି। ଯେତିକ ଶୟନ କକ୍ଷ ଶୁକ୍ର ରିପ୍ରେଜେଣ୍ଟ କରନ୍ତି, ଠିକ ଅଛି। ଯେତିକ ସବୁ କୁଡା କଚରା ସେଗୁଡା ସବୁ ଶନି ରିପ୍ରେଜେଣ୍ଟ କରନ୍ତି। ରାହୁ ରିପ୍ରେଜେଣ୍ଟ କରନ୍ତି ଆ ସବୁତିକ
ସ୍ଥାନ ଯୋଉଠାରେ ମାନେ କଣ କହିଲେ ବହୁତ ଅପବିତ୍ରତା ଥାଏ। ଠିକ ଅଛି। କେତୁ ରିପ୍ରେଜେଣ୍ଟ କରନ୍ତି ଗର୍ତ୍ତ। ଗର୍ତ୍ତ ମାନେ ଯୋଉ ହୋଲ୍ସ ଗୁଡାକ ଥାଏ, ଡିପ୍ ହୋଲ୍ସ। ତାପରେ ଅ, ରସ। ଭାଇ ସୂର୍ଯ୍ୟ ରିପ୍ରେଜେଣ୍ଟ କରନ୍ତି ପିତା, କଟୁ। ଚନ୍ଦ୍ର ରିପ୍ରେଜେଣ୍ଟ କରନ୍ତି ନମକିନ୍। ନମକିନ୍ ଓଡିଆ ଭାଇ ତମେ ମାନେ ବୁଝିବ ତମର। ମଙ୍ଗଳ ରିପ୍ରେଜେଣ୍ଟ କରନ୍ତି ତୀଖା ମାନେ ରାଗ। ଏବଂ ମସଲାଦାର, ମସଲା ବାଲା ଜିନିଷ। ବୁଧ ରିପ୍ରେଜେଣ୍ଟ କରନ୍ତି ସବୁ ସବୁ ଟେଷ୍ଟ ମିଶିକି ଥିବ। ଆଉ ବୃହସ୍ପତି ରିପ୍ରେଜେଣ୍ଟ କରନ୍ତି ବୋଥ ଖଟାକୁ, କିନ୍ତୁ ବେଶୀ କରି ବୃହସ୍ପତି ହଉଛନ୍ତି ମଧୁର ରସର। ଠିକ ଅଛି। ଆଉ ଶୁକ୍ର ରିପ୍ରେଜେଣ୍ଟ କରନ୍ତି କଷା। ଠିକ ଅଛି ନା। ଆଉ ଶନି ସ୍ୱାଦହୀନ। ଠିକ ଅଛି ନା। ଏଇଟା କେତେ ଛୋଟ ଜିନିଷ କହିଲେ, ହଁ କି ନାଇଁ? କେତେ ଛୋଟ ଜିନିଷ ଏଟା। ମಳೆ ତ ରାଶି କଣ କିରେ? ଧନୁ। କଣ? ମୋର ପୂର୍ବାଷାଢା ବା। ପୂର୍ବାଷାଢା। 20 ନ 20 ନ। ପୂର୍ବାଷାଢା ଧନୁ। ହୁଁ। କଣ ଖାଇବା ଭଲ ଲାଗେ? ମତେ ବେଶୀ ଲୁଣିଆ ରାଗ ଆଉ ଅଳ୍ପ ମିଠା। ମେଡିସିନ ଟା ଖାଇ କେମିତିଆ ଲାଗେ? ଓହୋ, କାହିଁ ସେ କଥା ମନେ ପକଉଛୁ। ହଁ ବୁଝିପାରିଲି, କଣ ଲାଗି କାହିଁ କହିଲ ସେ କଥା। ଏଇଟା ତୁ କହିବୁ ନା, ମୁଁ ମତେ କଣ ପଚାରୁଛୁ? ହଁ, ଆଜି ତ ରାତିରେ କଣ ଯେମିତି ତା ନାଁ ର ପିତା ଲାଗେ କୁହ। ବାସ୍। ତେଣୁ ମୋ କହିବା କଥା ହେଲା, ଯିଏ ଯୋଉ ଜିନିଷଟା ହେଇଥିବ, ଯୋଉ ଗ୍ରହଟା ମ୍ୟୁଟ କରିଦେ ମଳ, ଯୋଉ ଗ୍ରହଟା ଷ୍ଟ୍ରଙ୍ଗ ଥିବ, ଯୋଉ ଗ୍ରହଟା ଯେମିତି ଥିବ, ତାକୁ ସେଇ ରିଲେଟେଡ ପ୍ରୋବ୍ଲେମ ଥିବ। ଆଚ୍ଛା ମଳୟ ତୋର ବୁଧ କୋଉଠି ଅଛି କହ? ଆଉ ଶନି କୋଉଠି ଅଛି କହ? ଚତୁର୍ଥ ବୁଧ, ଶନି ଷଷ୍ଠ ବୋଧେ। ଶନି ଷଷ୍ଠ ବୋଧେ ନା କଣ? ଓକେ। ହଉ ମ୍ୟୁଟ କରିଦେ। କରିଦଉଛି। ହଁ। ମଳୟ ତୁ ବର୍ତ୍ତମାନ ଯୋଉଠି ରହୁଛୁ, ସେଇଟା ଗୋଟେ କଣ ଘରଟା? ହଁ ଭାଇ, କଣ ଘରଟା। ଓକେ। ସେଠି ଲାଇଟ୍ ପଡୁଛି? ହଁ ଟିକେ ପଡୁଛି, ଅଳ୍ପ ପଡୁଛି। ସୂର୍ଯ୍ୟ ଆଲୋକ ପଡୁଛି? ସୂର୍ଯ୍ୟାଲୋକ ପଡୁଛି, ମାନେ ଘର ଭିତରେ ପଡୁନି କିନ୍ତୁ ଦୁଆରକୁ ପଡୁଛି ଆଉ। ଆବେ ତ ଘର ଭିତର କଥା ପଚାରୁଛି ନା ଆଉ କଣ? ନା ନା, ଘର ଭିତରେ ପଡୁନି। ହରି ବୋଲ ଠିକ। ହଉ ମ୍ୟୁଟ କର। ତ ଏଇ ସବୁଟା ହଉଛି ଛୋଟ କାରକ ତତ୍ତ୍ୱ। ଛୋଟ କାରକ ତତ୍ତ୍ୱରେ କଣ ହୁଏ ନା, ଯୋଉ ଜିନିଷ ଗୁଡାକୁ ମୁଁ ବର୍ତ୍ତମାନ ପଢେଇଲି, ଯେତେବେଳେ ମେଡିକାଲ ଆଷ୍ଟ୍ରୋଲୋଜି ଆମେ ପଢିବା, ଏଇ ଯୋଉ କାରକ ତତ୍ତ୍ୱ ସରିଲା ପରେ ଆପଣ ବାହାର କରିବେ ଚାର୍ଟ। ସେ ଚାର୍ଟ ରେ ଆପଣ ଏତିକି ଖାଲି ମନେ ରଖିଲେ, ଆପଣ ମୋଟାମୋଟି ବୁଝିଯିବେ ଯେ ଏ ଲୋକକୁ ଏ ରୋଗଟା କଣ ପାଇଁ ହେଇଛି। ବାସ୍ ତମକୁ କାରକ ତତ୍ତ୍ୱ ମନେ ରଖିବାର ଅଛି। ଯାହାର ଯୋଉ ଘରଟା ଷ୍ଟ୍ରଙ୍ଗ ଅଛି, ଯୋଉ ଗ୍ରହଟା ଯାହାର ଷ୍ଟ୍ରଙ୍ଗ ଅଛି, ସେ ଗ୍ରହକୁ ଯଦି ଅନ୍ୟ କୌଣସି ଗ୍ରହ ଦେଖିଲା, ତାହେଲେ ତାର ବି କାରକ ତତ୍ତ୍ୱ ତା ଭିତରେ ଆସିଯାଏ। କେମିତି ଆସେ ସେଟା ମୁଁ ଆଗକୁ ଯାଇ କହିବି। ତେଣୁ ଏଗୁଡାକୁ ଆପଣ ଭଲସେ ପଢନ୍ତୁ, ଏଗୁଡାକୁ ଭଲସେ ମନେ ରଖନ୍ତୁ। ଏଗୁଡ଼ା ଆଗକୁ ଯାଇ ଫ୍ୟୁଚର ପ୍ରେଡିକ୍ସନରେ ଆପଣମାନଙ୍କୁ ହେଲ୍ପ କରିବ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।